এই ভিডিওରେ ଆପଣଙ୍କ ପାଇଁ ତିନୋଟି ବଡ଼ ଖବର ରହିଛି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ସବୁଟିକ ବଡ଼ ଗୁରୁତ୍ୱପୂର୍ଣ୍ଣ। ନବମରୁ ଏକାଦଶ ଛାତ୍ରଛାତ୍ରୀଙ୍କୁ ମିଳିବ 5000 ଟଙ୍କା ହାତ ଖର୍ଚ୍ଚ। ଏହାଛଡ଼ା ସୁଭଦ୍ରା ଯୋଜନାରେ 17 ତାରିଖ ପରେ ଆବେଦନ କଲେ ବି ମିଳିବ ଟଙ୍କା। ଆସନ୍ତୁ ଗୋଟି ଗୋଟି ଖବର ନଜର ପକାଇବା ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଥମ ଖବର, ନବମରୁ ଏକାଦଶ ଛାତ୍ରଛାତ୍ରୀଙ୍କୁ 5000 ମିଳିବ ହାତ ଖର୍ଚ୍ଚ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘୋଷଣା। ଅଧାରୁ ପାଠ ଛାଡ଼ିଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ସ୍ୱଚ୍ଛଳ ନଥିବା କାରଣରୁ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଜାରି ରଖିବା ପାଇଁ ଏଣିକି ସରକାର ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବର୍ଷକୁ 5000 ଟଙ୍କା ହାତ ଖର୍ଚ୍ଚ ପ୍ରଦାନ କରିବେ। ଖବର ନମ୍ବର 2, ସୁଭଦ୍ରା ପାଇଁ ଭିଡ଼ ଜମାନ୍ତୁ ନାହିଁ। 17 ତାରିଖ ପରେ ଆବେଦନ କରିଥିବା ମହିଳାଙ୍କୁ ପ୍ରଥମ କିସ୍ତିର ମିଳିବ ଅର୍ଥ। ଏନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା। ସୁଭଦ୍ରା ପାଇଁ ଭିଡ଼ ଜମାନ୍ତୁ ନାହିଁ। ସେପ୍ଟେମ୍ବର 17 ପରେ ମଧ୍ୟ ଆବେଦନ କରିଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଅର୍ଥ ମିଳିବ। ଅଯଥାରେ ତରବର ହୋଇ ଭିଡ଼ କରନ୍ତୁ ନାହିଁ କି କାହା କଥାରେ ପଡ଼ି ଭ୍ରମିତ ହୁଅନ୍ତୁ ନାହିଁ। କେବଳ ଆଧାର କାର୍ଡ ନମ୍ବର ଦେଇ ଆବେଦନ କରନ୍ତୁ। 4 ତାରିଖରୁ ଫର୍ମ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ 17 ତାରିଖରେ ଆସିବ ପ୍ରଥମ କିସ୍ତିର 5000 ଟଙ୍କା। ହେଲେ ଯେଉଁମାନେ ବାକି ରହିବେ ସେମାନେ 17 ପରେ ଆବେଦନ କଲେ ବି ସେମାନଙ୍କୁ ବି ମଧ୍ୟ ମିଳିପାରିବ 5000 ଟଙ୍କା। ଖବର ନମ୍ବର 3, ଆପଣମାନେ ଜାଣିଛନ୍ତି କାଳିଆ ଯୋଜନାକୁ ରିପ୍ଲେସ୍ କରି ନୂଆ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସିଏମ୍ କିଷାନ ଯୋଜନା। ତେବେ ସିଏମ୍ କିଷାନ ଯୋଜନାରେ ସେପ୍ଟେମ୍ବର 8 ତାରିଖରେ ଆସିବାକୁ ଯାଉଛି ପ୍ରଥମ କିସ୍ତିର 2000 ଟଙ୍କା। ତେବେ ଯଦି ଆପଣ ଜଣେ ଚାଷୀ ଆଉ ଆପଣ ଇଲିଜିବଲ୍ ଏଥିପାଇଁ, ତେବେ ପୂର୍ବରୁ ମଧ୍ୟ ଆପଣ କିଷାନ ଯୋଜନାରେ କାଳିଆ ଯୋଜନାରେ ଟଙ୍କା ପାଉଥିବେ। ତେବେ ଜାଣି ରଖନ୍ତୁ ସେପ୍ଟେମ୍ବର 8ରେ ରହିଛି ନୂଆଖାଇ। ଆଉ ଏହି ଅବସରରେ ସରକାର ଦେବାକୁ ଯାଉଛନ୍ତି ସିଏମ୍ କିଷାନ ଯୋଜନାର ପ୍ରଥମ କିସ୍ତିର 2000 ଟଙ୍କା। ଅଧିକ ଜାଣିବା ପାଇଁ ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।